ସବୁବେଳେ ଯନ୍ତ୍ରଣା ପାଇଥାଏ କାହିଁକି ନା ସିଏ ସମସ୍ତଙ୍କୁ ଆପଣାର ଭାବି ବିଶ୍ୱାସ କରିଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 18 ତାରିଖ, ଓଡ଼ିଆ ଆଷାଢ଼ ମାସ 4 ଦିନ, ବୁଧବାର, କୃଷ୍ଣ ପକ୍ଷ ସପ୍ତମୀ ତିଥି, ଯାହା ଦିବା 9:13 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହେଉଛି। ଆଜି ପୂର୍ବାଭାଦ୍ରା ନକ୍ଷତ୍ର, ଯାହା ରାତ୍ରି 8:20 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତରାଭାଦ୍ରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 2:37 ପର୍ଯ୍ୟନ୍ତ। ତାପରେ ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:10 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:21। ଆଜି ଯୁଗ୍ନି ରହିଛି ବାୟକୋଣରେ, ଯାହା ଦିବା 9:13 ପର୍ଯ୍ୟନ୍ତ ରହୁଛି। ତାପରେ ଯୁଗ୍ନି ଐଶାନ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତି, ଯାହା ଦିବା 2:37 ପର୍ଯ୍ୟନ୍ତ ରହୁଛି। ତାପରେ ଘାତ ଚନ୍ଦ୍ର ଧନୁ ରାଶି ବ୍ୟକ୍ତିଙ୍କର ରହିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଘାତ ବାର ରହିଛି। ଆଜିର ଶୁଭ ବାର୍ତ୍ତା, ଯଦି ଆପଣମାନେ ସୁନା ଜିନିଷ ବାମ ହାତରେ ପିନ୍ଧୁଛନ୍ତି ତେବେ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। ବାମ ହାତରେ ସୁନା ଜିନିଷ ପିନ୍ଧିଲେ ଏହା ଅଶୁଭ ଫଳ ହୋଇଥାଏ। ତତ୍ସହିତ ସୁନା ଜିନିଷକୁ ସଦାବେଳେ ଯାହାକି ନାଲି କପଡ଼ା କିମ୍ବା ହଳଦିଆ କପଡ଼ାରେ ଘୋଡ଼େଇ ରଖିଲେ ଏହା ଅଧିକ ଶୁଭ ଫଳ ହୋଇଥାଏ। ଅଶୁଭ ବେଳା, ଯାହା ଦିବା 8:30 ଦିବା 10:05 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:47 ଦିବା 1:29 ମଧ୍ୟ ରହିଛି ରାହୁ କାଳ। ତତ୍ସହିତ ବାର ବେଳା, ତେଣୁ ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 7:50 ଦିବା 8:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:55 ଯାହାକି ଅପରାହ୍ନ 4:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟ ଅସ୍ତରୁ ଯାହାକି ରାତ୍ରି 9:50 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ନିଜର ଅନୁକୂଳ ଦିନଟି ଆଜି ରହିଛି। ଆଜି ଆତ୍ମବିଶ୍ୱାସରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ମାନ୍ୟତା ବଢିବ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ମେଷ ରାଶି ବ୍ୟକ୍ତି ନିଶ୍ଚିତ ଭାଗ୍ୟ ଆପଣଙ୍କର ସାଥ ଦେବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଆପଣ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ନିଶ୍ଚିତ ନିଜର ଜୀବନ ସାଥୀଙ୍କ ସହିତ ଭଲ ସମ୍ପର୍କ ରହିବ। ତତ୍ସହିତ ନିଜର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦଉଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ସହିତ ଯେଉଁମାନେ ନୂତନ ପ୍ରେମ ସମ୍ବନ୍ଧ ପାଇଁ ଉପଯୁକ୍ତ ଦିନ ହୋଇପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ଅନେକ ପ୍ରକାର ଲାଭ ପାଇବାର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ
ଭଲ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ଆପଣ ଆଗଭର ହୋଇ ଏବଂ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଦିନଟି ବହୁତ ଶୁଭ ଯୁଗ ରହୁଛି, ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଉତ୍ତମ ଦିନ ହୋଇପାରେ। ଆଜି ସଦାବେଳେ ଆପଣ ହସ ଖୁସିରେ ରହିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆପଣଙ୍କର ଆତ୍ମବିଶ୍ୱାସ ଆଜି ଦ୍ୱିଗୁଣିତ ହେବ। ଆଜି ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କ ପାଇଁ ଅନୁକୂଳ ଦିନ ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ଭଲ ସଫଳତା ପାଇବା ସହିତ ଚାକିରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିଶ୍ଚିତ ଆପଣଙ୍କର ଉପରସ୍ଥ ଅଧିକାରୀଙ୍କ ଠାରୁ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଆପଣଙ୍କୁ ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ତତ୍ସହିତ ଜୀବନ ସାଥୀଙ୍କ ସହିତ ଆଜି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ଯଦି ନୂତନ କିଛି ପ୍ରେମ କଥାବାର୍ତ୍ତା କରିବା ପାଇଁ ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଆଜି ଉତ୍ତମ ଯୁଗ ବନଉଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ନୂତନ ବେପାର ବାଣିଜ୍ୟ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବା ସହିତ ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଯଦି ଏକ୍ଜାମ ଇଣ୍ଟରଭ୍ୟୁ ଥିବ ସେଥିରେ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ବାଇଗଣୀ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଦିନଟି ପରିସ୍ଥିତି ଟିକେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ତେବେ ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ପୂର୍ବକ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅସୁବିଧା ହେବ ନାହିଁ। ତେବେ ଆଜି ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ତେବେ ନିଶ୍ଚିତ 2 ଥର ସେ କଥାକୁ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚାପ ବଢିବ। କାର୍ଯ୍ୟ ସଠିକ ଯୋଜନା ଅନୁସାରେ କରନ୍ତୁ, ନହେଲେ ବିଭିନ୍ନ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ତେବେ ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଅସ୍ଥିରତା ଲାଗି ରହିପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଆଶା ଅନୁଯାୟୀ ସଫଳତା ପାଇବା ଟିକେ ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ କୌଣସି ବେପାରୁଆ ବାର୍ତ୍ତାଳାପ କରନ୍ତୁ ନାହିଁ କିମ୍ବା ଖରାପ କୌଣସି କଥାବାର୍ତ୍ତା କରିଲେ ଆପଣଙ୍କ ଭିତରେ ନିଜ ଭିତରେ ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି, ଯାହା ପରବର୍ତ୍ତୀ ଷ୍ଟେପରେ ମହଙ୍ଗା ପଡିପାରେ ପ୍ରେମ ସମ୍ବନ୍ଧରେ। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଯାହାକି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ, ତେଣୁ ନିଶ୍ଚିତ ପରିବାର ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଅର୍ଥଜନିତ କ୍ଷେତ୍ରରେ ଆପଣ ନିଶ୍ଚିତ ଆଗକୁ ବଢି ପାରନ୍ତି, କିନ୍ତୁ ବେପାର ବାଣିଜ୍ୟ ଯଦି କରୁଛନ୍ତି ସଚେତନ ସହକାରେ କରନ୍ତୁ, ଦେଖିବେ ଆପଣଙ୍କର ଲାଭ ମଧ୍ୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଟିକେ ବଢିପାରେ ଯଦି ପୂର୍ବରୁ ସମସ୍ୟା ଥିବ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଯାହାକି ବ୍ୟବହାର କରିପାରିବେ ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି
ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କୁ ଭାରି କଷ୍ଟକର ହୋଇପାରେ। ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ତାକୁ ଭଲ ଭାବେ ପରଖି ନିଅନ୍ତୁ, ତାପରେ କାର୍ଯ୍ୟ କରନ୍ତୁ ଏବଂ ସଦାବେଳେ ସକାରାତ୍ମକ ଭାବନା ରଖି କାର୍ଯ୍ୟ କରିଲେ ଆପଣଙ୍କର ଦିନଟି ଅତି ସୁଖମୟ ଏବଂ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ତେବେ କର୍କଟ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ କିଛି ଆଜି ଅତିରିକ୍ତ ଚାପ ବଢ଼ିବ ଏବଂ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଚାପ ସୃଷ୍ଟି କରିପାରେ, ବିଶେଷ କରି ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିପାରେ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଭଲ ସମ୍ପର୍କ ରହିବ, ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସୁଖ ରହୁଛି, ଭଲ ସମ୍ପର୍କ ରହିବ ଏବଂ ନିଜ ଭିତରେ ଆପଣ କଥାବାର୍ତ୍ତା ଭଲ ସୁଯୋଗ ଦେଇପାରେ। ତେବେ କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆଜି ଭଲ ସୁଯୋଗ ରହୁଛି। ତତ୍ସହିତ ଆପଣ କିଛି ନୂତନ ବେପାର ବାଣିଜ୍ୟ କରିବା ପାଇଁ ଭାଗ୍ୟ ସାଥ ଦେଇପାରେ, କିନ୍ତୁ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜଡ଼ିତ ରହିପାରେ। ପୂର୍ବରୁ ଯଦି କିଛି ରୋଗ ଥିବ, ବିଶେଷ କରି ଏଲାର୍ଜି ଜନିତ କିଛି ରୋଗ ଥିବ, ତେବେ ନିଶ୍ଚିତ ଆଜି ଟିକେ ସାବଧାନ ହୋଇଯାଆନ୍ତୁ କର୍କଟ ରାଶି ବ୍ୟକ୍ତି, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଦିନ ହୋଇପାରେ। ଆପଣଙ୍କର ମନ ଦ୍ୱିଗୁଣିତ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ଆପଣ ପ୍ରଗତିଶୀଳ, ନିଜର ଲକ୍ଷ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆପଣ କଠିନ ପରିଶ୍ରମର ଫଳ ଆଜି ନିଶ୍ଚିତ ମିଳିବ। ତତ୍ସହିତ ସିଂହ ରାଶି ବ୍ୟକ୍ତି କିଛି ନୂତନ କାର୍ଯ୍ୟରେ ଆପଣ ଭାଗ ନେଇପାରନ୍ତି, ଯାହା ପାଇଁ ଆପଣ ବହୁତ ଆନନ୍ଦିତ ମଧ୍ୟ ରହିପାରନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି, ଆପଣଙ୍କର କାର୍ଯ୍ୟ ଦକ୍ଷତାରେ ନିଶ୍ଚିତ ଉପରସ୍ଥ ଅଫିସର ଆପଣଙ୍କ ଉପରେ ଯାହାକି ଖୁସି ରହିବେ ଏବଂ ପ୍ରଶଂସା କରିପାରନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ନିଜର ଦକ୍ଷତା ବୃଦ୍ଧି କରିପାରନ୍ତି, ମାନ ସମ୍ମାନ ପ୍ରତିଷ୍ଠା ହେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ଆଜି ଖୁସିର ମୁହୂର୍ତ୍ତ ଆସିପାରେ ଏବଂ ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ପାଇଁ ନିଶ୍ଚିତ ଉତ୍ତମ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତତ୍ସହିତ ଆପଣ ବେପାର ବାଣିଜ୍ୟ କ୍ଷେତ୍ରରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଆର୍ଥିକ ସ୍ଥିତି ଆପଣଙ୍କର ଭଲ ଶୁଭ ଯୁଗ ସ୍ଥିତି ରହୁଛି। ତତ୍ସହିତ ନୂତନ ବେପାର ବାଣିଜ୍ୟ କରିବା ପାଇଁ ଆଜି ଶୁଭ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ, ତାହା ନିଶ୍ଚିତ ସମାଧାନ ହେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଆପଣ ଉତ୍ସାହିତ ଆନନ୍ଦିତ ରହିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଜଟିଳ କାର୍ଯ୍ୟ ମଧ୍ୟ ଅତି ସହଜରେ ସମ୍ପୂର୍ଣ୍ଣ ହେବାର ଯାହାକି ଶୁଭ ଯୁଗ ପରିସ୍ଥିତି ବନଉଛି।
तत्सहित कन्या राशि व्यक्ति जो माने चाकरी संबंध में कार्य करुछंती निजर दक्षता प्रतिभा परिप्रकाश करिवार पूर्ण शुभ युग रहुछि। आज कन्या राशि व्यक्ति राजनीतिक सामाजिक क्षेत्र जो माने कार्य करुछंती सेमानंक पई आज अति शुभ एवं निजर दक्षता तत्सहित मान सम्मान प्रतिष्ठा लाभ करिवार पूर्ण सुजोग रहुछि। आज कन्या राशि व्यक्ति जहाँकि शिक्षार्थी विद्यार्थी माने इंटरव्यू एग्जाम थिले सेथि अनेक प्रकार सफलता युग रहुछि जहाँकि आपणकर भाग्य शुभ युग परिस्थिति बनौछि। आज कन्या राशि व्यक्ति प्रेम संबंध में जो माने जड़ित अछंती सेमानक पई अति जहाँकि भल परिवेश सृष्टि करुछि। तत्सहित मधुर वार्तालाप करिबा पई पूर्ण शुभ युग परिस्थिति बनैबा सहित आपणकर जहाँकि परिवार वर्गक सहित शुभ युग परिस्थिति बनैबा सहित आपण जदि नूतन प्रेम वार्तालाप करिबा पई आज अति उत्तम दिन होई पारे। तेबे कन्या राशि व्यक्ति आज अर्थजनित कारोबार रे भाग्य आपणकर भल युग रहुछि। तत्सहित किछि नूतन जगह रे आपण विनियोग करिबा पई भाग्य आपणकर जहाँकि शुभ युग परिस्थिति बनौछि जहाँकि नूतन व्यापार वाणिज्य क्षेत्र रे भाग्य आपणकर साथ देउछि। तत्सहित कन्या राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या आपणकर रहिबो नाही। आज कन्या राशि व्यक्तिंकर भाग्य संख्या रहिछि जहाँकि 4 भाग्य रंग आपण सबुज रंग व्यवहार करि परिबे एवं ग्रह माने आपण को आज 95% साथ दउछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज प्रत्येक कार्य रे आपण को जहाँकि सफलता पाइबा टिके कष्ट परिलिखित होई पारे। तेणु प्रत्येक कार्य आपण स्वाभाविक करिबा पई ध्यान पूर्वक निजर मानसिक स्थिति को भल रखी कार्य करिले अनेक कार्य रे आपण सफलता पाई पारंती। तेबे तुला राशि व्यक्ति आज जहाँकि राजनीतिक सामाजिक क्षेत्र में आपणकर दबदबा निम्नगामी होई पारे। तेणु ध्यान पूर्वक निजर कार्य करंतु। शिक्षार्थी विद्यार्थी मानक पई आज आशा अनुजाई जहाँकि सफलता पाइबा भारी कष्टकर निजर पाठ पढ़ा पढ़ी रे मध्य अवहेला युक्त करि पारंती। तेबे तुला राशि व्यक्ति आज जहाँकि आपण चाकरी संबंध में जदि कार्य करुछंती किछि कार्य भूल बा त्रुटि होबार चांस रहउछि जहाँ पई उपरस्थ कर्मचारी ठारू किछि गाली सुनिबार अनेक चांस रहउछि। तेणु या प्रति सचेतन रुहंतु। तेबे तुला राशि व्यक्ति आज प्रेम दुनिया रे जो माने जड़ित अछंती मधुर संपर्क रखी कोमल कथावार्ता स्नेह भरा भावना रखी निजर कथावार्ता करिले जीवन साथी सहित भल संपर्क रहिबो एवं कौनसी समस्या रहिबो नाही। तेबे तुला राशि व्यक्ति आज परिवार वर्गक सहित किछि मनांतर युग रहुछि। तेणु आवश्यक स्थले आपण चुप रुहंतु देखिबे कौनसी समस्या रहिबो नाही। आज तुला राशि व्यक्तिंकर जहाँकि आर्थिक स्थिति रु देखिले आपण जदि व्यापार वाणिज्य करुछंती निश्चित लाभ प्राप्त करि पारंती किंतु कौनसी रिस्कफुल व्यापार वाणिज्य करंतु नाही। परवर्ती स्टेप रे आपनको महंगा पड़ी पारे। तेबे तुला राशि व्यक्तिंकर आज स्वास्थ्यगत दृष्टि देखिले आपणकर स्वास्थ्य किछि मात्रा रे अस्थिरता आड़को अग्रगति करि पारे। तेणु निश्चित स्वास्थ्य प्रति सचेतन रुहंतु। मन को स्थिर रखी कार्य करिले कौनसी समस्या रहिबो नाही। तुला राशि व्यक्तिंकर आज तुला राशि व्यक्तिंकर भाग्य संख्या रही जहाँ कि 2 भाग्य रंग आपण व्यवहार करि परिबे धूसर रंग एवं ग्रह माने आपण को आज 40% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज प्रत्येक कार्य आपण निश्चित ध्यान पूर्वक करिले आपणकर सफलता हबो नहले आपण को अनेक अस्थिरता एवं कार्य परिचालना करिबा भारी कष्टकर हबो। बिछा राशि व्यक्तिंकर किछि भूल बुझामणा जोगो आपणकर निज भितरे जहाँ कि खराब संपर्क बढ़ी पारे। तेणु यह प्रति निश्चित ध्यान दबार आवश्यकता रही। बिछा राशि व्यक्ति आज कलह जुक्ति तर्क ठारू निजको दूरता अवलंबन करिले ताहा आपणक पई भलो हेबो। तेबे बिछा राशि व्यक्ति आज कार्य क्षेत्र रे अनेक चाप देखा देबो जहाँ पई आपणकर मानसिक स्थिति अस्थिरता आड़को अग्रगति करि पारे। आज बिछा राशि व्यक्ति जहाँ कि राजनीतिक सामाजिक क्षेत्र रे आपणकर दक्षता बढ़िबो। तत्सहित शिक्षार्थी विद्यार्थी मानक पई आज किछि मात्रा रे शुभ युग रहिछि। आज बिछा राशि व्यक्तिंकर जहाँ कि
ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ନିଜ ଭିତରେ ଆପଣଙ୍କର କିଛି ମତଭେଦ ଆସିପାରେ। ତେଣୁ ପ୍ରେମ ସମ୍ବନ୍ଧ ଭିତରେ ଯଦି ମତଭେଦ ରହୁଛି ତାକୁ ବସିକି ଧୀର ସ୍ଥିର ନିଜ ଭିତରେ କଥାବାର୍ତ୍ତା ହୋଇ ତାହା ଦୂର କରନ୍ତୁ ଏବଂ ପ୍ରେମ ସମ୍ବନ୍ଧକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, କୌଣସି ସମ୍ବନ୍ଧ ଖରାପ ହବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ରହୁଛି ଯାହାକି ଭଲ। ଆପଣଙ୍କର କିଛି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ କରିପାରନ୍ତି। କଠିନ ପରିଶ୍ରମ ବଳରେ ଆପଣଙ୍କର ଯଦି କିଛି ଅର୍ଥ ଖରାପ ଆଡ଼କୁ ଅଗ୍ରଗତି କରୁଛି ଆପଣ ତାକୁ ନିଶ୍ଚିତ ପୁନରାବୃତ୍ତି କରି ପୂରଣ କରିବାର ଦକ୍ଷତା ଆପଣଙ୍କ ପାଖରେ ଦେଖା ଦେଇପାରେ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା, କାରଣ ସ୍ୱାସ୍ଥ୍ୟ ଆପଣଙ୍କର ଖରାପ ହବାର ଅଗ୍ରଗତି ଦେଖାଯାଉଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ, ନିଜର ସନ୍ତୋଷ ରହିବେ। ନିଜର କାର୍ଯ୍ୟକ୍ଷେତ୍ରରେ ଆପଣ କିଛି ନୂତନ ଯୋଜନା କରି ନିଜର କାର୍ଯ୍ୟ ନିଶ୍ଚିତ ସଫଳତା ଶୀର୍ଷରେ ପହଞ୍ଚିବେ। ଯଦି ଆଜି ଧନୁ ରାଶି ବ୍ୟକ୍ତି କିଛି ନିଜ କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ନିଶ୍ଚିତ ସେଥିରେ ସଫଳତା ପାଇବେ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଶ୍ଚିତ ଭଲ ପ୍ରତିଭା ଦେଖେଇବେ। ତତ୍ସହିତ ଆପଣ ଚାକିରି ସମ୍ବନ୍ଧରେ ଯଦି କିଛି କାର୍ଯ୍ୟ କରୁଛନ୍ତି ଆପଣ ଆଜି ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆପଣଙ୍କର କାର୍ଯ୍ୟ ପରିଦର୍ଶନ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ହେବ ଏବଂ ମାନ ସମ୍ମାନ ନିଶ୍ଚିତ ଆପଣଙ୍କର ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯାହାକି ଭାଗ୍ୟ ଶୁଭଯୋଗ ପରିସ୍ଥିତି ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି ଏକ ମଧୁର ବାର୍ତ୍ତାଳାପ କରିବା ପାଇଁ ଶୁଭଯୋଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଉଲ୍ଲାସରେ ଦିନ କଟିବାର ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବେ। କୌଣସି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯଦି ସ୍ୱାସ୍ଥ୍ୟ ସମସ୍ୟା ପୂର୍ବରୁ କିଛି ଥିବ ତାହା ନିଶ୍ଚିତ ଆଜି କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ଶତ୍ରୁ ଠାରୁ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ମାନସିକ ଏବଂ ନିରାଶ ଭିତରେ ଆପଣ ଜଡ଼ିତ ରହିପାରନ୍ତି। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। କୌଣସି କାର୍ଯ୍ୟରେ କରୁଥିଲା ବେଳେ କାହା ସହିତ ଯୁକ୍ତିତର୍କ ଏବଂ ଅବାଞ୍ଛିତ କଥାବାର୍ତ୍ତା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ କିଛି ତ୍ରୁଟି ଦେଖା ଦେଇପାରେ ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ କାର୍ଯ୍ୟରେ ଭୁଲ କିଛି କାର୍ଯ୍ୟ କରିପାରନ୍ତି, ଯାହାକି ପରିସ୍ଥିତି ଆପଣଙ୍କର ଖରାପ ହେବ ଏବଂ ଉପରସ୍ଥ ଅଫିସରଙ୍କ ଠାରୁ ଆପଣ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ମକର ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ମକର ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଶ୍ଚିତ ଭାଗ୍ୟ ଆପଣଙ୍କର ସାଥ ଦଉଛି ଏବଂ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି କିଛି ମାତ୍ରାରେ ଭାଗ୍ୟ ନିମ୍ନଗାମୀ ରହୁଛି। ଆଜି ଆପଣ ନିଶ୍ଚିତ ନିଜର ପାଠ ପଢା ପ୍ରତି ଏକାଗ୍ରତା ରଖିବାର ଆବଶ୍ୟକତା ରହିଛି। ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ରହିଛନ୍ତି ଟିକେ ଆଜି ମଧୁର କଥାବାର୍ତ୍ତା କରନ୍ତୁ। ଆପଣଙ୍କର କଥାବାର୍ତ୍ତାରେ କିଛି ଖରାପ ବ୍ୟବହାର କରିପାରନ୍ତି, ଯାହାକି ପରବର୍ତ୍ତୀ ଷ୍ଟେପରେ ନିଜ ଭିତରେ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ।
ଯାହା ମକର ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ନିଶ୍ଚିତ ଆପଣ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ କିମ୍ବା ଧାର ଉଧାର କାହା ପାଖରୁ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତିଙ୍କର ଆଜି କୌଣସି ବେପାର ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି ଠିକ ରହିପାରେ ଏବଂ ମାନସିକ ସ୍ଥିତି କିନ୍ତୁ ଅସ୍ଥିରତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଆଜି ଭାଗ୍ୟପୂର୍ଣ୍ଣ ଶୁଭ ଯୁଗ ରହୁଛି। ସଦାବେଳେ ଆପଣଙ୍କର ସକାରାତ୍ମକ ଚିନ୍ତା ଯୋଗୁଁ କୌଣସି କାର୍ଯ୍ୟ ଆପଣଙ୍କର ବିଫଳତା ହେବ ନାହିଁ ଏବଂ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାର ଅନେକ ଚାନ୍ସ ରହୁଛି। ତେବେ ଆଜି ନିଜର ଲକ୍ଷ୍ୟସ୍ଥଳେ ଆପଣ ସ୍ଥିରତା ରହି କାର୍ଯ୍ୟ କରନ୍ତୁ। ସଠିକ ସମୟ ଅନୁସାରେ କାର୍ଯ୍ୟ କରିଲେ କୌଣସି ଆପଣଙ୍କର ସମସ୍ୟା ରହିବ ନାହିଁ ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟ ମଧ୍ୟ ଆପଣଙ୍କର ସଫଳତା ଶୀର୍ଷରେ ପହଞ୍ଚିବେ। କାର୍ଯ୍ୟ କୌଶଳ ଦେଖି ସମସ୍ତଙ୍କୁ ଯାହାକି ପ୍ରଶଂସା ପାଇବାର ଆପଣ ଯୋଗ୍ୟ ବନି ଯାଇପାରନ୍ତି କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହିଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ନିଜର ପ୍ରତିଷ୍ଠା ଜାହିର କରିପାରନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସଦାବେଳେ ଆଜି ଉତ୍ସାହ ଏବଂ ଜୀବନ ସାଥୀଙ୍କ ସହିତ ମଧୁର ବାର୍ତ୍ତାଳାପ କରିବା ସହିତ ଯୋଉମାନେ ନୂତନ କରି ପ୍ରେମ ସମ୍ବନ୍ଧରେ ଜଡିତ ହେବେ ଆଜି ଉତ୍ତମ ଯୁଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ସତର୍କତା ଟିକେ ରକ୍ଷା କରନ୍ତୁ। କୌଣସି ରିସ୍କଫୁଲ ଆପଣ କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରନ୍ତୁ ନାହିଁ। ତତ୍ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି କୌଣସି ଆପଣ ଅର୍ଥଜନିତ କାରବାରରେ ବା ନୂତନ ବେପାର ବାଣିଜ୍ୟ ପାଇଁ ଆଜି ଆପଣଙ୍କ ପାଇଁ ଶୁଭ ଯୁଗ ହୋଇ ନପାରେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶ କ୍ଷେତ୍ରରେ ଆପଣଙ୍କ ନିଜ ଭିତରେ ପରିବାର ବର୍ଗଙ୍କ ସହିତ କିଛି ମନାନ୍ତର ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେବେ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଆପଣ ଧ୍ୟାନ ଯୋଗ ଏବଂ ଆପଣ କିଛି ଆଧ୍ୟାତ୍ମିକ ପ୍ରବଚନ ସହିତ ସ୍ୱାସ୍ଥ୍ୟ ଖାଦ୍ୟ ପ୍ରତି ସଚେତନ ରହିଲେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ବାଧା ଯୁକ୍ତ ରହୁଛି। ନିଜର ପ୍ରତିଷ୍ଠା ଉପରେ ଆଜି କ୍ୱେଶ୍ଚନ ଚିହ୍ନ ବସିପାରେ। ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣ ଧ୍ୟାନ ପୂର୍ବକ ସଚେତନ ସହକାରେ କରନ୍ତୁ। ବିଶେଷ କରି ମୀନ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ମୀନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ଯଦି ନିଜ କାର୍ଯ୍ୟ ପାଇଁ ଯାଉଛନ୍ତି ସତର୍କତା ନିହାତି ଆବଶ୍ୟକତା ରହିଛି, ଯାହା ଆପଣ ସଫଳତା ପାଇବା ଭାରି କଷ୍ଟକର। ଆଜି ମୀନ ରାଶି ବ୍ୟକ୍ତି ଘାତ ଚନ୍ଦ୍ର ଯୁକ୍ତ ରହୁଛନ୍ତି। କୌଣସି ରିସ୍କଫୁଲ ଯାହାକି ଗାଡି ଚାଳନା କରନ୍ତୁ ନାହିଁ, ତେଣୁ ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ ପଢାପଢିରେ ଅବହେଳା ରହିପାରେ ଏବଂ ରାଜନୈତିକ ସାମାଜିକ କ୍ଷେତ୍ରରେ ମଧ୍ୟ ଆପଣଙ୍କର କଳହ ଯୁକ୍ତିତର୍କ ଭିତରେ ଆପଣ ରହିଯାଇପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ମୀନ ରାଶି ବ୍ୟକ୍ତି ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି ନିଶ୍ଚିତ ସାବଧାନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ତେବେ ମୀନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଜର ଜୀବନ ସାଥୀଙ୍କ ସହିତ କିଛି ସମ୍ବନ୍ଧ ଖରାପ ହବାର ଚାନ୍ସ ରହୁଛି। ତେଣୁ ସମ୍ବନ୍ଧକୁ ଭଲ ରଖିବା ପାଇଁ କୌଣସି କଟୁ କଥା କହନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରହିଲେ ପ୍ରେମ ସମ୍ବନ୍ଧ ଆପଣଙ୍କର ସ୍ଥିରତା ରହିବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ କିଛି ଯଦି ଦ୍ୱନ୍ଦ୍ୱ ଥିବ ତାହାର ସମାଧାନର ରାସ୍ତା ଖୋଜନ୍ତୁ। ତେବେ ମୀନ ରାଶି ବ୍ୟକ୍ତି
आज व्यापार वाणिज्य आपण आशा अनुजाई लाभ करि न पारंती जहा आपण भाग्य चक्र जना पड़ुची। तेणु व्यापार वाणिज्य जो माने दैनंदिन करुछंती निश्चित आपणकर समस्त प्रकार बुद्धि प्रयोग करी व्यापार वाणिज्य करंतु देखिबे लाभ निश्चित हेबो। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता आड़कू अग्रगति करि पारे। विशेष करी मानसिक चाप अधिक आपण भाग्य चक्र जना पड़ुची। तेबे मीन राशि व्यक्तिंकर आज भाग्य संख्या रही जहा कि 4। भाग्य रंग आपण धूसर रंग व्यवहार करि परिबे एवं ग्रह माने आपण को आज 45% साथ दउछंती। ओम विष्णवे नमः। नमस्कार।